नमस्कार बंधुगण। तो आजिर यही वीडियो रे आमे जानिबा जे सकाळु उठिबा मात्रे केउ तीनोटी शब्द कहिबा द्वारा आमर 10 दिन रे मनस्कामना पूरण हेबाकू लागि जाए। आउ जेउ व्यक्ति यही दुई तीनोटी शब्द कही देई थाए तेबे तार ସେହି ଦିନଟି ବହୁତ ମଙ୍ଗଳମୟ ହେବାକୁ ଲାଗେ। ଆଉ ସେ ଯାହା ବି ଭାବିବାକୁ ଲାଗେ ତାର ସେମିତି ପାଖକୁ ଆସି ପହଞ୍ଚିଯାଏ। ଆଉ ତାର ଜୀବନ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଯାଏ। ତ ସାଙ୍ଗମାନେ ଚାଲନ୍ତୁ ଆଉ ଡେରି ନ କରି ଏହି ଟପିକଟିକୁ ଆମେ स्टार्ट करिबा। आउ गोटे रिक्वेस्ट सांगमाने वीडियोटी को फास्ट रु लास्ट जाए निश्चय देखंतु। आउ कमेंट रे जय मां लक्ष्मी बोली गोटे कमेंट करंतु। तो सांगमाने आपण माने बेले बेले देखिथिबे जे कोनोसी एक लोकंक घरे एक झगड़ा सृष्टि हेबा समय रे तांकर घरर परिवर्तन हठात एक बदली जीवाकू लागुअछि। आउ सेमाने जेउ काम करि थांती ताहा ओलोटा हेबाकू लागि जाए, जहा फलरे सेमाने मध्य जानी पारंती नाही जे सबु बेले एपरी काहींकी हेउछि। तो चलतु मु आपणकू कहिबाकू जाउअछि, जदि आपण एथिरु मुक्ति पाइबाकू चाहुछंती तेबे आपणकू केवल एतिकी कार्य करिबार अछि। आ सेही कार्य गुड़िक हेउछि सबुदिन सकाळे पूजा पाठ करंतु, जहाँकि पूजा पाठ करिबा द्वारा शिव शंकर बहुत प्रसन्न हेबाकू लागि थांती। आउ शिव शंकरंकर एक व्रत हेउछि जे तांकू केवल किछि पानी बुंदा एवं एक अमृत क्षीर ढाली देबा द्वारा से आम पाखरे अधिक भावरे प्रसन्न हेबाकू लागि थांती। आमको सबुबेले खुशी रे मध्य रखी थांती। तो सांगमाने शिव शंकर हेउछंती आम एही जगतर सृष्टिकर्ता। से ही चाहिए आमर एही सृष्टि को विनाश करि पारिबे, किंतु ताहा करिबा उचित नुहे, काहींकि ना से हेउछंती भगवान। तांकर दुख और सुख कौन सेमाने किछि जानी पारंती नाही। और जेउ लोक तार दुख को भूली केवल सुख ही खोजी थाए ना, तेबे सेही लोक ही प्रकृतरे सत्य ज्ञानी होई थाए। तो सांगमाने आउ गोटिए मंत्र हेउछि जे आपण प्रतिदिन सकाळु उठिबा मात्रे केवल गोटिए शब्द प्रयोग करंतु। आउ सेही शब्दटी हेउछि जे ओम नमः भगवते वासुदेवाय। एहाकू प्रतिदिन सकाळे केवल 10 थर ही पालन करंतु बा कुहंतु, जहा फलरे आपणकर सेही दिनटी सुखमय हेबाकू लागिबो। आपणक जीवन रे जे कोनोसी बाधा विघ्न आसिले मध्य ताहा सदा सर्वदा दूरेई जीवो। तेणु करी आपण केबे मध्य जीवन रे चिंतारे बसिबे नाही, जहा फलरे जदि जणे मनुष्य चिंतारे बसे तेबे सेही मनुष्यर उन्नति केबे मध्य होई पारे नाही। आउ भगवान मध्य कहिछंती जे
ମନୁଷ୍ୟର ଚିନ୍ତାଧାରା ଯେଭଳି ଥାଉ ନା କାହିଁକି, ଯଦି ସେ ନିଜର କର୍ମ ଉପରେ ଯଦି ବିଶ୍ୱାସ ରଖି କାମ କରି ଚାଲିଥାଏ, ସେବେ ସେହି ମନୁଷ୍ୟ ପଛରେ କେବଳ ମୁଁ ହିଁ ସାଥ ଦେବି। ହୁଏତ ତା'ର ସାଥ କେହି ମଧ୍ୟ ଦେଇପାରନ୍ତି ନାହିଁ। କାରଣ ଏହି ଦୁନିଆରେ କହିବାକୁ ଗଲେ ସାଙ୍ଗମାନେ, ଏହି ଦୁନିଆଟା ହିଁ ଅଜବ। କାହିଁକି ନା ଜଣେ ଖରାପ ଲୋକ ପଛରେ ସମସ୍ତେ ସାଥ ଦେଇପାରନ୍ତି, କିନ୍ତୁ ଜଣେ ଭଲ ଲୋକ ପଛରେ କେହି ମଧ୍ୟ ସାଥ ଦିଅନ୍ତି ନାହିଁ। ତ ଏହାର କାରଣ ହେଉଛି ଯେ ଜଣେ ଭଲ ଲୋକଟି ହୁଏତ ତା'ର ମନରୁ ଗରିବ ହୋଇପାରେ, କିନ୍ତୁ ତା'ର ହୃଦୟରୁ ସେ ସଚ୍ଚା ଧନୀ ହିଁ ହୋଇଥାଏ। ଆଉ ଜଣେ ଧନୀ ଲୋକ ତା'ର ମନରେ ଧନୀ ହୋଇଥାଏ, କିନ୍ତୁ ହୃଦୟରେ ଖାଲି ବିଷ ହିଁ ଭରି ରହିଥାଏ। ସେଥିପାଇଁ ଭଗବାନ ମଧ୍ୟ କୁହନ୍ତି ଯେ ଯେଉଁ ବ୍ୟକ୍ତି ନିଜର ମନରେ ନୁହେଁ ବରଂ ହୃଦୟରେ ଧନୀ ହୋଇଥାଏ, ତ ସେହି ବ୍ୟକ୍ତି ହିଁ ଏହି ଦୁନିଆରେ ବହୁତ କିଛି ଉନ୍ନତି କରିଥାଏ। କାହିଁକି ଜାଣିଛ ସାଙ୍ଗମାନେ? ନା ଯେଉଁ ବ୍ୟକ୍ତି ନିଜ ହୃଦୟରେ ସଚ୍ଚା ଭଲ ପାଇବା ରଖି କାର୍ଯ୍ୟ କରିବାକୁ ଚାଲିଥାଏ, ସେହି ବ୍ୟକ୍ତି ପଛରେ କେହି ବି ସାଥ ଦିଅନ୍ତି ନାହିଁ, କିନ୍ତୁ ତା ପଛରେ ଆମ ଜଗତର ନାଥ ଜଗନ୍ନାଥ ସଦା ସର୍ବଦା ସାଥ ଦିଅନ୍ତି। କାରଣ ଜଣେ ସେ ହେଉଛି ଭଲ ଲୋକ, ଆଉ ଭଲ ଲୋକକୁ ସମସ୍ତେ ଘୃଣା କରିପାରନ୍ତି, କିନ୍ତୁ ସାଥ କେବେ ମଧ୍ୟ ଦିଅନ୍ତି ନାହିଁ। ଆଉ ସେ ଯେତେବେଳେ ଏକ ବିଜନେସ୍ କରିଦିଏ ଆଉ ବହୁତ କିଛି ଟଙ୍କା ପଇସା ଇନକମ୍ କରିଦିଏ, ତେବେ ସେ ଗରିବ ହେଲେ ମଧ୍ୟ ତା ପଛରେ ଅନେକ ଲୋକ ଆସିବାକୁ ଲାଗନ୍ତି। ତେଣୁ ଏଥିରୁ ହିଁ ଜଣାପଡ଼ୁଛି ଯେ ଏହି ଦୁନିଆଟା କେତେ ବଡ଼ ଅଜବ। ଆପଣ ଯଦି ଏହିପରି ଅଟନ୍ତି, ତେବେ ଏହି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ। ନିଜ ମନରେ ନହେଲେ ନାହିଁ। ଭଗବାନ କହିଛନ୍ତି ନିଜ ହୃଦୟରୁ ଧୈର୍ଯ୍ୟବାନ ହେବା ଦରକାର ଅଟେ। ଆଉ ଯେଉଁ ବ୍ୟକ୍ତି ଚାହିଁଥାଏ ଯେ ମୁଁ ଏହି ଶିବ ଶଙ୍କରଙ୍କର କୃପା କିପରି ଲାଭ ପ୍ରାପ୍ତି ହେବି, ଯଦି ସେ ପ୍ରତିଦିନ ଏହିପରି କାମ କରୁଅଛି, ତେବେ ଜାଣିନିଅନ୍ତୁ ଯେ ଶିବ ଶଙ୍କର ତା ଉପରେ କୃପା ଲାଭ ହୋଇଛନ୍ତି। ଆଉ ସେହି କାମଟି ହେଉଛି ଆପଣ ପ୍ରତିଦିନ ସକାଳ ହେବା ମାତ୍ରେ କିଛି ବେଲପତ୍ର ଆଣି ତାକୁ ଏକ କୁଣ୍ଡଳି ମାଧ୍ୟମରେ ତାକୁ ଗୁଡ଼ାଇ ରଖିବେ, ଆଉ ତାକୁ ନେଇ ଭଗବାନଙ୍କର ମୁଣ୍ଡ ଉପରେ ରଖିବେ, ଆଉ ଭଗବାନଙ୍କୁ କିଛି ପାଣି ଛିଞ୍ଚି ତାଙ୍କୁ କିଛି ପୂଜାପାଠ କରିଦେବେ, ଯାହାଫଳରେ ଭଗବାନ ସେହି ଲୋକଙ୍କ ଉପରେ ବହୁତ ଖୁସି ହୋଇଯାଆନ୍ତି ଆଉ ତାଙ୍କୁ ସବୁ ବିପଦ ସମୟରେ ମଧ୍ୟ ସାଥ ଦେବାକୁ ଲାଗିଥାନ୍ତି। ତେଣୁ ସାଙ୍ଗମାନେ, ଆପଣ ଏହି ଭିଡ଼ିଓରେ କେବଳ ଗୋଟିଏ କଥା ଶିଖନ୍ତୁ ଯେ ଏହି ଦୁନିଆରେ ଭଗବାନଙ୍କ ଛଡ଼ା ଆଉ କେହି ବି ନିଜର ନୁହନ୍ତି। କାହିଁକି ନା ହୁଏତ ଆଜି ସୁଖ ଅଛି, କାଲି ମଧ୍ୟ ଦୁଃଖ ଆସିପାରେ, କିନ୍ତୁ ସୁଖ ସମୟରେ ସମସ୍ତେ ପାଖରେ ଥାଆନ୍ତି, ଆଉ ଦୁଃଖ ସମୟରେ କେହି ମଧ୍ୟ ସାଥ ଦିଅନ୍ତି ନାହିଁ। କିନ୍ତୁ ସେ ହେଉଛନ୍ତି ଆମ ଜଗତର ନାଥ ଜଗନ୍ନାଥ, ଯିଏକି ଆମ ସାଥିରେ ନ ସାଥ ଦେଲେ ମଧ୍ୟ ସେ ଆମର ସାଥ ସଦା ସର୍ବଦା ଦେଇଥାନ୍ତି। ତେଣୁ କେବେ ମଧ୍ୟ ମନ ଦୁଃଖ କରନ୍ତୁ ନାହିଁ।
କିଏ ଆମ ପାଇଁ ନଥିଲେ ମଧ୍ୟ ଆମ ପାଇଁ କେବଳ ଭଗବାନ ହିଁ ଅଛନ୍ତି, ଆଉ ତାଙ୍କେ ହିଁ ଆମ ପାଇଁ ସବୁ କିଛି ଅଟନ୍ତି। ଯଦି ଆପଣ ସକାଳୁ ଉଠିବା ପରେ ଏପରି କିଛି ଭୁଲ କରିଦେଉଛନ୍ତି, ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ କ୍ରୋଧିତ ହୋଇଥାନ୍ତି। ଆଉ ଆପଣ ଯଦି ଏହି ଭୁଲ କରୁଛନ୍ତି, ତେବେ ଆଜିଠାରୁ ଏହି ଭୁଲ କରିବା ଛାଡ଼ି ଦିଅନ୍ତୁ। ତ ସେହି ଭୁଲର ପ୍ରଥମ ନମ୍ବରଟି ହେଉଛି ଯେ ସକାଳୁ ଉଠିବା ମାତ୍ରେ ପ୍ରତିଦିନ ଆମେ ଆଙ୍ଗୁଠି ଫୁଟାଇବା ଉଚିତ ନୁହେଁ। କାହିଁକି ନା ଆଙ୍ଗୁଠି ଫୁଟାଇବା ଦ୍ୱାରା ଆମ ଦେହକୁ କିଛି ନକାରାତ୍ମକ ଶକ୍ତି ଆସିଥାଏ, ଯାହା ଫଳରେ ଆମର ସେହି ଦିନଟି ଅଶୁଭ ହେବାକୁ ଲାଗିଥାଏ। ଆଉ ମାତା ଲକ୍ଷ୍ମୀ ମଧ୍ୟ ଆମ ଉପରେ ସେହି ଦିନଟି ବହୁତ ଦୁଃଖ କଷ୍ଟରେ କଟିଥାଏ। ଆଉ ଆମ ଉପରେ ମାତା ଲକ୍ଷ୍ମୀ ବହୁତ କ୍ରୋଧିତ ହେବାକୁ ଲାଗିଥାନ୍ତି। ତ ସାଙ୍ଗମାନେ, ଆଜିର ଏହି ଟପିକଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଗୋଟିଏ ରିକ୍ୱେଷ୍ଟ ସାଙ୍ଗମାନେ, ଯେ ଭିଡ଼ିଓଟି ଯଦି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ନିଶ୍ଚିତ ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଭକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିଥିବେ, ଯାହା ଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହୁଛି। ଜୟ ଜଗନ୍ନାଥ।